ପାଟଣା ବିଜେପି ବୁଥ ସ୍ତରୀୟ ସାଂଗଠନିକ ବୈଠକରେ ଯୋଗଦେଲେ ଅନନ୍ତ ନାୟକ। ପାଟନା ବ୍ଲକ 22 ନମ୍ବର ଜୁନ୍ ସ୍ତରୀୟ ଭାରତୀୟ ଜନତା ଦଳର ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଚାକୁଣ୍ଡାପାଳ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମଠାରେ ଅନୁଷ୍ଠିତ ହୋଇଛି। ଏହି ବୈଠକକୁ 12ଟି ବୁଥରୁ କର୍ମୀଙ୍କୁ ସମାଗମ ହୋଇଥିଲା। ଏହି ବୈଠକରେ ଭାରତୀୟ ଜନତା ଦଳ ସାଂସଦ ଏବଂ ବିଧାୟକ ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହେବେ କର୍ମୀମାନଙ୍କୁ ନିବେଦନ କରିଥିଲେ କେନ୍ଦୁଝର ଲୋକସଭା ଆସନରେ ବିଜେପିରୁ ସାଂସଦ ପ୍ରାର୍ଥୀ ହୋଇଥିବା ଅନନ୍ତ ଚରଣ ନାୟକ। ଏଠାରେ ଏକ ସାଂଗଠନିକ ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଏବଂ ସଂଗଠନକୁ ଅସ୍ତ୍ର କରି ଆଗାମୀ ନିର୍ବାଚନରେ କେନ୍ଦୁଝର ଲୋକସଭା ସହ ସମସ୍ତ ବିଧାନସଭା ଆସନରେ ବିଜେପି ନିଶ୍ଚିତ ବିଜୟ ଲାଭ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ବିଜେପି ମହିଳା ନେତ୍ରୀ ମମିତା ନାୟକ ଓ ଟାଙ୍ଗରପଡ଼ା ସରପଞ୍ଚ ଅନିରୁଦ୍ଧ ନାୟକ, କେନ୍ଦେଇପୋଷି ମଣ୍ଡଳ ସଭାପତି ମିତ୍ରଭାନୁ ମହାନ୍ତ, ମଣ୍ଡଳ ସାଧାରଣ ସମ୍ପାଦକ ପ୍ରିୟରଞ୍ଜନ ସିଂ, ଶଶିଭୂଷଣ ବାରିକ, ବିପିନ ମହାନ୍ତ, ଯୁବ ମୋର୍ଚ୍ଚା ସଭାପତି ଜୁଲିୟର ସିଂ ପ୍ରମୁଖ 12ଟି ବୁଥର ସମସ୍ତ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ। ବି ରିପୋର୍ଟ କେଡି ନିଜୁଡ଼ିଆ।